आसुछि ओडिया सिनेमा आसुछि बड़ ओडिया फिल्म निकटରେ ବାବୁସାନ ଭାଇ ପ୍ରମାଣ କରି ଦେଖାଇଛନ୍ତି ଯେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଇତିହାସରେ ଯେଉଁ କଥାଟି ଘଟି ନଥିଲା ସେହି କଥାଟିକୁ ସେ ଘଟାଇଛନ୍ତି। ଅର୍ଥାତ୍ ତାଙ୍କ ଓଡ଼ିଆ ଫିଲ୍ମ ବା ତାଙ୍କ ନିଜ ପ୍ରଡକ୍ସନ୍ ହାଉସ୍ରେ ଯେଉଁ ଫିଲ୍ମଟି ଆସିଥିଲା ବୋଉ ବୁଟୁ ଭୂତ 20 କୋଟି ଟଙ୍କାରୁ ଅଧିକ ଟଙ୍କା ଓଡ଼ିଶାରୁ ଇନକମ୍ କରିଥିଲା। ଅନେକ ଜାଗାରେ ରିଲିଜ୍ ହୋଇଥିଲା କିନ୍ତୁ ଅଧିକ ସେ ଓଡ଼ିଶାରୁ ଇନକମ୍ କରିଥିଲା। ପୂର୍ବରୁ ଜାଣିଥିବେ ବାବୁସାନ ଭାଇ ମନ ଇଚ୍ଛା ଫିଲ୍ମ କରୁଥିଲେ, ଗୋଟେ ବର୍ଷରେ 3ଟା 4ଟା ଏମିତି ଫିଲ୍ମ କରୁଥିଲେ, କିନ୍ତୁ ବର୍ତ୍ତମାନ ସେ ବର୍ଷକୁ ଗୋଟେ କିମ୍ବା 2 ବର୍ଷକୁ ଗୋଟେ ଫିଲ୍ମ କରୁଛନ୍ତି। ଆଉ ଏମିତି ଫିଲ୍ମ କରୁଛନ୍ତି ଭାଇ ଆଶା ବାହାରେ। ଉଦାହରଣ ସ୍ୱରୂପ 4-5 ବର୍ଷରେ ରିଲିଜ୍ ହୋଇଥିବା କିଛିଟା ଫିଲ୍ମକୁ ଆମେ ନେଇପାରିବା, ଯେମିତିକି ଦମନ ହେଲା, ପାୱାର ହେଲା, ମାଲ୍ୟଗିରି ହେଲା କିମ୍ବା ରିସେଣ୍ଟଲି ରିଲିଜ୍ ହୋଇଥିବା ବୋଉ ବୁଟୁ ଭୂତ। ଏହା ଭିତରୁ କିଛିଟା ଫିଲ୍ମ ଭଲ ଥିଲା ତ ଆଉ କିଛିଟା ଫିଲ୍ମ ବହୁତ ଭଲ ଥିଲା। କିନ୍ତୁ ଯଦି ୟାର ଭିତରେ ବହୁତ ଦିନ ବିତିଗଲାଣି ବୋଉ ବୁଟୁ ଭୂତ ଫିଲ୍ମଟି ରିଲିଜ୍ ହେବାକୁ ନେଇ, ଏହାର ଅର୍ଥ ନୁହେଁ ଯେ ବାବୁସାନ ଭାଇ ଚୁପ୍ ଅଛନ୍ତି। ହଁ ଆଜ୍ଞା, ବାବୁସାନ ଭାଇ ଓଡ଼ିଆ ଦର୍ଶକମାନଙ୍କ ପାଇଁ ଗୋଟେ ବଡ଼ ଫିଲ୍ମ ନେଇକି ଆସୁଛନ୍ତି, ଯେଉଁଥିରେ କେବଳ ବାବୁସାନ ଭାଇ ନୁହନ୍ତି, ତାଙ୍କ ସହିତ ଆଶୁତୋଷ ରାଣ ମଧ୍ୟ ନଜର ଆସିବେ। ମୁଁ ପୂର୍ବରୁ ଏ ଅପଡେଟଟି ଫେସବୁକରେ ପୋଷ୍ଟ କରିଦେଇଥିଲି, ଭିଡ଼ିଓଟି ଆଜି ଆଣୁଛି। ମାନେ ଭାବନ୍ତୁ ସେପଟେ ଅନୁଭବ ଭାଇ ମଧ୍ୟ ତାଙ୍କ ଛକି ଶୂନ ଫିଲ୍ମ ସହିତ ରାବଣ ଫିଲ୍ମର ଟିଜରକୁ ରିଲିଜ୍ କରିଛନ୍ତି। ମାନେ ସେ ଟିଜରକୁ ନେଇ କେବେ ବି ଆଶା ନଥିଲା ଯେ ଏତେ ଭଲ ଟିଜର ଆସିବ ବୋଲି। ବାବୁସାନ ଭାଇଙ୍କ ଏ ଅପଡେଟଟି ଆସିଲା। ଭାଇ ଏବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆମେ ଯେଉଁ ପୂର୍ବରୁ ଭାବୁଥିଲେ କେବେ ଗୋଟେ ଭଲ ଓଡ଼ିଆ ଫିଲ୍ମ ଆସିବ, କେବେ ଓଡ଼ିଆକୁ ଫିଲ୍ମକୁ ନେଇ ଆମେ ଗର୍ବ କରିବା, 5 ଜଣଙ୍କୁ କହିପାରିବା ଯେ ଆମ ଓଡ଼ିଶାରେ ଏଇଭଳି ସିନେମା ନିର୍ମାଣ ହେଉଛି, ବର୍ତ୍ତମାନ ସେ ସମୟ ଆସିଯାଇଛି। ଯଦିও ଏମିତି ଶୁଣିବାକୁ ମିଳୁଛି ଯେ ବାବୁସାନ ଭାଇଙ୍କ ଆଗାମୀ ଫିଲ୍ମର ଆନାଉନ୍ସମେଣ୍ଟ ଆସନ୍ତା ରଥଯାତ୍ରାରେ ହେବ ବୋଲି, ଏହା ଅଫିସିଆଲ ଅପଡେଟ୍ ନହେଲେ ବି ବହୁତ ଲୋକ ଏକ୍ସାଇଟେଡ୍ ହେଇକି ଅଛନ୍ତି। କାହିଁକି ନା ବାବୁସାନ ଭାଇଙ୍କ ଆଗାମୀ ଫିଲ୍ମକୁ ନେଇକି ଆଶା ନିହାତି ଭାବରେ ବଢ଼ିଯାଇଛି। ଯଦି ଆପଣମାନେ ବାବୁସାନ ଭାଇଙ୍କ ଫ୍ୟାନ୍, ତେବେ ବାବୁସାନ ଭାଇଙ୍କ ଆଗାମୀ ଫିଲ୍ମକୁ ନେଇ ଆପଣମାନେ କେତେ ଏକ୍ସାଇଟେଡ୍ କମେଣ୍ଟ ବକ୍ସରେ ନିହାତି ଲିଖି ଜଣାନ୍ତୁ। ତା ସହିତ ବାବୁସାନ ଭାଇଙ୍କ ପାଇଁ ଆପଣ ନିହାତି ଭାବରେ ଗୋଟେ ହାର୍ଟ ଆଉ ଫାୟାର ଇମୋଜି କମେଣ୍ଟ କରିପାରିବେ। ଏହା ସହିତ ଯଦି ଆପଣ ଓଡ଼ିଆ ଫିଲ୍ମ ସହିତ ଜଡ଼ିତ ଛୋଟ ମୋଟ ସୂଚନା ଜାଣିବା ପାଇଁ ଚାହାନ୍ତି, ତେବେ ଏବେ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ ଜୀବନ ଟିଭି ୟୁଟ୍ୟୁବ୍ ଚ୍ୟାନେଲକୁ। ଶେଷରେ ଆପଣଙ୍କ ବହୁମୂଲ୍ୟ ସମୟ ଦେଇ ଭିଡ଼ିଓକୁ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।